ବାରବାଟୀ ବାଜି କିଏ ଜିତିବ? ଷ୍ଟାଡିୟମ ପ୍ରସ୍ତୁତ, ପିଚ୍ ପ୍ରସ୍ତୁତ, ଦର୍ଶକମାନେ ବି ଫୁଲ୍ ଏକ୍ସାଇଟେଡ୍। ବାରବାଟୀରେ ବ୍ରିଟିଶ ବାହିନୀକୁ ହରାଇ ବିଜୟ ତ୍ରିରଙ୍ଗା ଉଡ଼ାଇବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ। ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା, କଟକ ମାଟିରେ ଆରମ୍ଭ ହେବ ଏହି ହାଇ ଭୋଲ୍ଟେଜ୍ ଟକରାଟକରି। ବାରବାଟୀରେ ଭାରତୀୟ ଟିମ୍କୁ ହରାଇବା ପାଇଁ ଇଂଲଣ୍ଡ ପାଇଁ ହେବ କାଠିକର ପାଠ, କାରଣ ଏଠାରେ ରୋହିତ ବାହିନୀକୁ ମିଳିବ ଫ୍ୟାନ୍ଙ୍କ ଫୁଲ୍ ସପୋର୍ଟ। ପ୍ରାୟ 6 ବର୍ଷ ପରେ ବାରବାଟୀ ଷ୍ଟାଡିୟମରେ ଏକ ଓଡ଼ିଆଇ ମ୍ୟାଚ୍ ଖେଳିବ ଟିମ୍ ଇଣ୍ଡିଆ। ଏପରି ପରିସ୍ଥିତିରେ ସମସ୍ତଙ୍କ ନଜର ବାରବାଟୀ ପିଚ୍ ଉପରେ ରହିଛି। ଏହା ବ୍ୟାଟ୍ସମ୍ୟାନଙ୍କୁ ସୁହାଇବ ନା ବୋଲରଙ୍କୁ? ତେବେ ଯଦି ଆମେ ବାରବାଟୀ ପିଚ୍ର ଇତିହାସକୁ ଦେଖିବା, ଏହା ପ୍ରାୟତଃ ଏକ ବ୍ୟାଟ୍ସମ୍ୟାନଙ୍କ ପାଇଁ ସୁହାଇଥାଏ। ତେଣୁ ଆଜି ଷ୍ଟାଡିୟମରେ ଚୌକା ଛକାର ବର୍ଷା ଦେଖିବାକୁ ମିଳିବ। ସେହିପରି ସ୍ପିନରମାନଙ୍କ ଯାଦୁ ମଧ୍ୟ ଏହି ପିଚ୍ରୁ ଦେଖିବାକୁ ମିଳିପାରେ। ତେବେ ବାରବାଟୀରେ ଏପର୍ଯ୍ୟନ୍ତ ଖେଳାଯାଇଥିବା 21ଟି ଓଡ଼ିଆଇ ମଧ୍ୟରୁ 2ଟି ମ୍ୟାଚ୍ ବାତିଲ ହୋଇଛି। ଆଉ ବାକି 19ଟି ମ୍ୟାଚ୍ରେ ଲକ୍ଷ୍ୟ ପିଛା କରୁଥିବା ଦଳ 11 ଥର ଏବଂ ପ୍ରଥମେ ବ୍ୟାଟିଂ କରୁଥିବା 8 ଥର ବିଜୟୀ ହୋଇଛନ୍ତି। ତେବେ ପ୍ରଥମ ଦିନିକିଆ ଟିମ୍ ଇଣ୍ଡିଆ ଟାର୍ଗେଟ୍ ପିଛା କରି ମ୍ୟାଚ୍ ଜିତିଥିଲା। ତେଣୁ ଅନୁମାନ କରାଯାଉଛି ବାରବାଟୀରେ ମଧ୍ୟ ଭାରତୀୟ ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ଚାହିଁବ। ଆଉ ଧୁଆନ୍ଦାର ବ୍ୟାଟିଂ କରି ଏକ ବିଶାଳ ରନ୍ ସ୍କୋର ଠିଆ କରିବାର ଲକ୍ଷ୍ୟ ରଖିବ। ଏବେ ଭାରତୀୟ ଖେଳାଳି ଚମତ୍କାର ଫର୍ମରେ ଅଛନ୍ତି। ପ୍ରଥମ ଦିନିକିଆ ଆଘାତ କାରଣରୁ ବିରାଟ କୋହଲି ବାଦ୍ ପଡ଼ିଥିବା ବେଳେ ଦ୍ୱିତୀୟ ଦିନିକିଆରେ ପ୍ଲେଇଂ 11ରେ ଖେଳିବା ନେଇ ଆଶା ସଞ୍ଚାର ହୋଇଛି। ଏପଟେ ଟିମ୍ ଇଣ୍ଡିଆ ରୋହିତ ଶର୍ମା ପରି ମହାନ ବ୍ୟାଟର ରହିଛନ୍ତି। ଯୁବ ପାୱାର ହିଟଲର ଶୁଭମନ ଗିଲ୍, ଶ୍ରେୟସ ଆୟର, ହାର୍ଦ୍ଦିକ ପାଣ୍ଡେ ଓ ରିଷଭ ପନ୍ତଙ୍କୁ ନେଇ ଭାରତୀୟ ମଧ୍ୟକ୍ରମ ବ୍ୟାଟିଂ ଶକ୍ତିଶାଳୀ ରହିଛି। ବୋଲିଂରେ ଅର୍ଶଦୀପ ଓ ହର୍ଷିତ ରାଣା ଚମତ୍କାର ଫର୍ମରେ ରହିଛନ୍ତି। ସ୍ପିନ୍ ବିଭାଗରେ କୁଲଦୀପ ଯାଦବ ଓ ବରୁଣ ଚକ୍ରବର୍ତ୍ତୀଙ୍କୁ ସାମ୍ନା କରିବା ଇଂଲିଶ ଟିମ୍ ପାଇଁ ଚାଞ୍ଚଲ୍ୟ ହୋଇପାରେ। ଏବେ କେବଳ ଆଉ କିଛି ଘଣ୍ଟାର ଅପେକ୍ଷା।